ମୁଁ କେବଳ ସେଇ କଥା ଭାବୁଛି ତମେ ମୋର ମୋ ପରିବାର ଯୋଉ ଉପକାର କରିଛ ସେଥିପାଇଁ ତମ ପାଖରେ ମୁଁ ସବୁଦିନ ପାଇଁ ଚିର ଋଣୀ ହେଇ ରହିଗଲି। ମୁଁ ତ କେବଳ ମୋ କର୍ତ୍ତବ୍ୟ କରିଛି, ତା ଛଡ଼ା ମୁଁ ମଧ୍ୟ ବିପଦରେ ପଡ଼ିଥିଲି। ତଥାପି ଗୋଟେ ପରିବାର ଇଜ୍ଜତକୁ ବଞ୍ଚେଇବାକୁ ଯାଇ ତମେ ବହୁତ ବଡ଼ ତ୍ୟାଗ କରିଛ। ମୁଁ ଜାଣିନି ମୋତେ ସ୍ୱାମୀ ରୂପେ ପାଇ ତମେ ଖୁସି କି ନୁହଁ, ହେଲେ ମୁଁ ତମକୁ କଥା ଦଉଛି ମୁଁ ତମକୁ ଖୁସିରେ ରଖିବା ପାଇଁ ନିଶ୍ଚୟ ଚେଷ୍ଟା କରିବି। ତମକୁ ସ୍ୱାମୀ ଭାବରେ ପାଇ ମୋତେ ତ ଖୁସି ମିଳିସାରିଛି। ଆରେ ଏଇ କେଇଟା ମୁହୂର୍ତ୍ତ ପୂର୍ବରୁ ତମର ମୋର ଦେଖା କେମିତି ଭାବି ପାରୁଛ ମୁଁ ତମକୁ ଖୁସିରେ ରଖିବି ବୋଲି। ବର୍ଷ ବର୍ଷର ସମ୍ପର୍କ ଯେତେବେଳେ ଗୋଟାଏ ମୁହୂର୍ତ୍ତରେ ସାତ ପର ହେଇଯାଏ, ଛାଡ଼ି ଆସିଥିବା ବାଟ ଯେତେବେଳେ ଅତୀତର କଥା କହେ, ସେତେବେଳେ ଜଣକୁ ବୁଝିବା ପାଇଁ ଗୋଟାଏ ଯୁଗର ସମୟ ଦରକାର ପଡ଼େନି ସୁରଜ ବାବୁ। ତମେ ଠିକ କଥା କହିଛ। ଜାତକ ମିଶିଗଲେ କି ଶୁଭ ଲଗ୍ନରେ ହାତ ଗଣ୍ଠି ପଡ଼ିଗଲେ ସମ୍ପର୍କଟା ଚିରସ୍ଥାୟୀ ହେଇଯିବ ତାର କିଛି ମାନେ ନଥାଏ। ଏଇ ଯେମିତି ମିତା ମୋତେ ବେଦିରେ ବସି ବିବାହ କଲା ପରେ ବି ଆଉ କାହାର ହାତ ଧରି ଘର ଛାଡ଼ି ଚାଲିଗଲା, ଅଥଚ ତମେ ଜଣେ ଅଜଣା ଅଚିହ୍ନ ଅତିଥି ହେଇକି ମୋତେ 7 ଜନ୍ମ ପାଇଁ ତମ ନିଜର କରିଲେ।